ତ ହେଲେ ସାଙ୍ଗମାନେ ଆଜି ମୁଁ ସକାଳୁ ଉଠି ଗୋଟେ ନଡ଼ିଆ ଆଇସ୍କ୍ରିମ୍ଟା ଖାଇକି ଚାଲିଲି ସି ବିଚ୍ରେ ଚାଲିଲି। ଆମେ ଭୁବନେଶ୍ୱର ପହଞ୍ଚିଗଲୁ। ଭୁବନେଶ୍ୱରରେ ଭାତ ଆଉ ସରବତ ଖାଇକିନା ଆମେ ଚାଲିଲୁ ନନ୍ଦନକାନନ। ତାପରେ ଆମେ ପହଞ୍ଚିକିନା ଟିକେଟ୍ କିଣିଲୁ। ଟିକେଟ୍ କିଣିକି ଟିକେ ପାଣି ସ୍ପ୍ରେ ଖାଇକି ଚାଲିଲୁ ଆମେ ହାତୀର ଦେଖିବାକୁ ପାଣି ସ୍ପ୍ରେ। ତାପରେ ଦେଖିଲୁ ଗୋଟେ ଭାଲୁ ଛୁଆ। ତାପରେ ଦେଖିଲୁ ଗୋଟେ ଅଟୋ ଯେଉଁଟାକି ପାଣିରେ ଯିବ, ପାଣିରେ ରହେ ବହୁତ। ତାପରେ ଆମେ ଦେଖିଲୁ ଗୋଟେ ବଡ଼ ଚିତାଟେ ଯେଉଁଟାକି ଗଛ ଉପରେ ଶୋଇଥିଲା। ତାପରେ ଆମେ ଦେଖିଲୁ ଗୋଟେ ବାଘ, ଧଳା ବାଘ ଏପଟକୁ ସେପଟକୁ ଖାଲି ୱାର୍କଆଉଟ୍ କରୁଥିଲା। ତାପରେ ଦେଖିଲୁ ଗୋଟେ ବଡ଼ କୁମ୍ଭୀର, ତା ତଳେ ଥିଲା ଆଉ ଗୋଟେ ବଡ଼ କଇଁଛଟେ, ଦେଖନ୍ତୁ କେତେ ବଡ଼। ତାପରେ ଆମେ ଦେଖିଲୁ ଗୋଟେ ସିଂହ। ତାପରେ ଏଠି ଦେଖିଲୁ ଏଇଠି ଗୋଟେ ବଡ଼ ବାଘ, କ'ଣ କହୁଛନ୍ତି ଏଇଟା ଖାଲି ମହାବଳ ବାଘ ଅଛି। ତାପରେ ଆଉ ଗୋଟେ ମହାବଳ ଏଇଠି ଆସିଗଲା, ଆଉ ଗୋଟେ ମହାବଳ ବାଘ ଦେଖନ୍ତୁ ଖାଲି ଏପଟକୁ ସେପଟକୁ ହେଉଛି କେମିତି ବାହାରିକି ଲୋକମାନଙ୍କୁ ଖାଇବ ବୋଲି। ତାପରେ ଏଇଠି ଦେଖିଲୁ ଗୋଟେ ଚିତା ଛୁଆ। ତାପରେ ଏଇଠି ଦେଖିଲୁ ଆମେ ହାତୀ ତଳେ ଥିଲେ ମାଙ୍କଡ଼ମାନେ। ଆଉ ଏଠି ଥିଲେ ଦେଖନ୍ତୁ ଗୋଟେ ବାଘ ଛୁଆ ଆଉ ଦୁଇଟା ବାଘ ଛୁଆ। ଆଉ ଏଠି ଆଉ ଗୋଟେ ମହାବଳ ବାଘ ଦେଖିଦେଲୁ। ମହାବଳ ବାଘ ଦେଖନ୍ତୁ ଖାଲି ବାହାରିବାର ପିଞ୍ଜରଟା ଖୋଲିଯାଆନ୍ତା। ତାପରେ ଦେଖିଲୁ ଆମେ ଓଟ ପକ୍ଷୀ ଦେଖନ୍ତୁ କେତେ ବଡ଼। ତାପରେ ଦେଖିଲୁ ଜିରାଫ, ଦୁଇଟା ଜିରାଫ ଥିଲା, ଗୋଟେ ଛୋଟ ଗୋଟେ ବଡ଼। ଆଉ ଗୋଟେ ଲୁଚିଥିଲା। ଆଉ ଗୋଟେ ଦେଖିଲୁ ଆମେ ଛୋଟ ହରିଣ ଯେଉଁଟାକି ଧୀରେ ଧୀରେ ଆସି ପାଣି ପିଉଥିଲା, ଦେଖନ୍ତୁ କେତେ ସୁନ୍ଦର। ତାପରେ ଦେଖିଲୁ ତା ମା ହରିଣ ବି ସେଇଠି ଥିଲେ। ତାପରେ ଆମେ ଦେଖିଲୁ ଗୋଟେ ସାପ। ତାପରେ ଦେଖିଲୁ ଆଉ ଗୋଟେ ଅଜଗର, ଛୋଟ ଅଜଗରଟା। ତାପରେ ଦେଖିଲୁ ଗୋଟେ ନାଗ ସାପ ପରେ ଆମେ ଦେଖିଲୁ ଆଉ ଗୋଟେ, ଏଇଟା ଗୋଟେ ସାପ ଅଛି ଦେଖନ୍ତୁ ତା ଭିତରେ। ଏଇଟା ହେଲା ଆମେରିକା ଏଣ୍ଡୁଅ। ଆଉ ଏଇଟା ହେଲା ନର୍ଥ କୋରିଆର ଏଣ୍ଡୁଅ। ଏଇଟା ହେଲା ଇରାନର ଏଣ୍ଡୁଅ। ଏଇଟା ହେଲା କଇଁଛ ଦେଖନ୍ତୁ। ତାପରେ ଏଇଠି ଥିଲା ଗୋଟେ ବଡ଼ ସାପଟେ ଲୁଚିଥିଲା, ଏଇଠି ଗୋଟେ ଛୋଟ ସାପଟେ ଲୁଚିକି ଅଛି। ତାପରେ ଆମେ ଦେଖିଲୁ କୁମ୍ଭୀର, ଦେଖନ୍ତୁ ଶୋଇଛି ପୁରା। ତାପରେ ଆମେ ପୁଣି ଆସି ଦେଖିଲୁ ଗୋଟେ ବଡ଼ ଅଜଗର, ପୁରା ବଡ଼ ସାପଟେ, ଅଜଗର ନା ତ ବଡ଼ା। ଏଇଟା ଗୋଟେ ପାଣିରେ ସାପ ଥିଲା। ତାପରେ ଏଇଟା ଦେଖିଲୁ ପୁରା ବଡ଼ ଅଜଗରଟେ, ହେଭି ବଡ଼। ତାପରେ ଦେଖିଲୁ କୁମ୍ଭୀର, ଲାଗୁଥିଲା ନକଲି ହେଲେ ଅଛନ୍ତି ଅସଲି। ତାପରେ ଦେଖିଲୁ ଗୋଟେ ଗୋଧି ଦେଖନ୍ତୁ ପୁରା କୁମ୍ଭୀର ସାଇଜ୍ର। ତାପରେ ଦେଖିଲୁ ଆମେ ହିପୋ ପରେ ଦେଖିଲୁ ଜିପ୍ ଲାଇନ୍ ଏପଟରୁ ଏପଟକୁ ଆଉଛନ୍ତି ଦେଖନ୍ତୁ, ଲ୍ୟାଣ୍ଡିଂ ହେଲା ଜିପ୍ ଲାଇନ୍ ପରେ ଆମେ ଦେଖିଲୁ ପୁଣି ଆଉ ଦୁଇଟା ହିପୋ ଏଇଠି ଗାଧୋଉଥିଲେ। ହିପୋ ଦେଖି ସାରିଲା ପରେ ଆମେ ଗଲୁ ବାନରଙ୍କ ଦୁନିଆ, ୱାର୍ଲ୍ଡ ଅଫ୍ ପ୍ରାଇମେଟ୍ସ। ତାପରେ ଦେଖିଲୁ ଏଇଠି ଗୋଟେ ବାନର ଯେଉଁଟାକି ସିମ୍ପାଞ୍ଜି କହୁଛନ୍ତି। ତାପରେ ଏଇଠି ଦେଖନ୍ତୁ କେତେ ଛୋଟିଆ ବାନରଟେ, ମାନେ ହାତ ସାଇଜ୍ର ହେବ। ଆଉ ଏଇଠି ଦେଖନ୍ତୁ ୱାର୍କଆଉଟ୍ କରୁଛି। ଆଉ ଗୋଟେ ଦେଖନ୍ତୁ ଏଇଠି ଶୋଇଛି, ହାତ ଗୋଡ଼ ଲମ୍ବେଇ ଶୋଇଛି ପୁରା। ଆଉ ଏଠି ଦେଖନ୍ତୁ ହରିଣ ଛୁଆ। ଆଉ ଏଠି ତ ପୁଳେ ହରିଣ, ପୁରା ମାଳ ଗାଈ ଗୁହାଳରେ ଯେମିତି ଅଛନ୍ତି ଏମିତି ସେଇଠି ଏମିତି ଖାଲି ପଲେ। ତାପରେ ଆମେ ଦେଖିଲୁ ମୟୂର ଛୁଆ, ଜଷ୍ଟ ତାରି ଉପରେ ହିଁ ଆଉ ଗୋଟେ ମୟୂର ଦେଖନ୍ତୁ ବଡ଼ ମୟୂରଟେ ଅଛି। ତାପରେ ଆମେ ଦେଖିଲୁ ଏଠି ଗୋଟେ କଳା ବତକ। ତାପରେ ଦେଖିଲୁ ଗୋଟେ କୁକୁଡ଼ା। ତାପରେ ଏଇଠି ଅଛି ଗୋଟେ ବଗଟେ ବେକ ମୋଡ଼ିକି ଶୋଇଛି। ଏଇଟା ଦେଖିଲୁ ଆଉ ଗୋଟେ କୁକୁଡ଼ା। ତାପରେ ଦେଖନ୍ତୁ ଏଇଟା ଗୋଟେ ବଗ, ତାର କେତେ ବଡ଼ ଅଛି ଥଣ୍ଟଟା। ଏଇଠି ଦେଖନ୍ତୁ ଚାମୁଚ ଥଣ୍ଟ ବଗ। ଆଉ ଏଇଠି ଦେଖିଲୁ ଆମେ ଚିଲ ପରେ ଯାଇଥିଲୁ ଗୋଟେ ଫ୍ରୁଟ୍ ଖାଇବା ପାଇଁ। ଫ୍ରୁଟ୍ ଖାଇସାରିଲା ପରେ ଆମେ ଖାଇଲୁ ରୋଲ୍। ତାପରେ କାର୍ ବୁକ୍ କରିକି ଚାଲିଲୁ ଆମେ ପୁରୀ। ତାପରେ ପୁରୀରେ ମୁଁ ପହଞ୍ଚିଗଲି। ଏତିକି କହିକି ରହିଲି, ବାଏ ବାଏ।